ଶୈଶବ। ଏହି ଅବସ୍ଥାରେ ପୋଷଣ ହେଉଛି ଦୟା, ଆନ୍ତରିକତା, ଆଦର ଏବଂ ସଚ୍ଚୋଟତା। ଆପଣମାନେ ଦେଖିଥିବେ କୌଣସି ଶିଶୁକୁ ଆପଣ ଡାକିଲେ ବା କିଛି ଦେଲେ ସେ କିଛି ବି କରିବା ପୂର୍ବରୁ ପ୍ରଥମେ ତା ମା ଆଡ଼କୁ ଅନାଇଥାଏ, କାରଣ ତାର ପ୍ରଥମ ବିଶ୍ୱାସୀ ଲୋକଟି ହେଉଛି ତାର ମା। ମାର ବିଶ୍ୱାସୀପଣକୁ ଶିଶୁଟି ଏଥିପାଇଁ ଚିହ୍ନିଛି ଯେ ତା ମା ପାଖରେ ଆଦର, ସ୍ନେହ ଏବଂ ସଚ୍ଚୋଟତା ଗୁଣଗୁଡ଼ିକ ସେ ପାଇଛି। ଆପଣ କହିବେ ଏଥିରେ ନୂଆ କ'ଣ ଅଛି? କିନ୍ତୁ ଆମେ ଥରେ ଭଲ ଭାବରେ ଦେଖିଲେ ସ୍ନେହ ଆଉ ଆଦର ଦ୍ୱାରା ବନ୍ୟଜନ୍ତୁକୁ ବି ଆମେ ପୋଷା ମନେଇବାରେ ସକ୍ଷମ ହୋଇପାରନ୍ତି। ଏହାର ଉଦାହରଣ ଆମେ ଆମ ସାମ୍ନାରେ ପ୍ରତିଦିନ ଦେଖୁଛନ୍ତି। ଖାଲି ବନ୍ୟଜନ୍ତୁ କାହିଁକି, ଆମ ସମାଜର ସମସ୍ତ ପିଢ଼ି ଆଜି ଏହି ସ୍ନେହ ଓ ଆଦରରୁ ବଞ୍ଚିତ ରହୁଛନ୍ତି। ତାହା ଆପଣମାନେ ବି ଅନୁଭବ କରିଥିବେ। ଆମମାନଙ୍କର ଉଦ୍ଦେଶ୍ୟ ଆମମାନଙ୍କର ପିଲାମାନଙ୍କୁ ଶୈଶବ ଅବସ୍ଥାରେ ତାଙ୍କ ମନ ଭିତରେ ଅଙ୍କୁରିତ ହେଉଥିବା ଛୋଟ ବୃକ୍ଷଟିକୁ ଯେପରି କୌଣସି ଆଘାତ ନ ଲାଗୁ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଲେଖିଥିଲେ, ଇଫ୍ ଏ ଚାଇଲ୍ଡ ଡଜଣ୍ଟ ଲଭ୍ ଦ ଟ୍ରୁଥ୍ ହି ୱିଲ୍ ନେଭର ରିଏଲି ଆକ୍ସେପ୍ଟ ଇଟ୍ ଇନ୍ ହିଜ୍ ମାଇଣ୍ଡ। ପାରିପାର୍ଶ୍ୱିକ ନିର୍ଦ୍ଦୟତା, ଘୃଣା, ବିଶ୍ୱାସଘାତ, ଅଶାଳୀନତାରୁ ଦୂରେଇ ରଖନ୍ତୁ। ଏହାଦ୍ୱାରା ତା'ର ସୁନ୍ଦର କୋମଳ ମାନସିକତାଟିଏ ଅଭିବୃଦ୍ଧି ଘଟିବ। ମୁଁ କହିବି ଏଥିରେ ମୁଖ୍ୟ ଭୂମିକା କେବଳ ମା'ର, କାରଣ ଅଧିକରୁ ଅଧିକ ସମୟ ପିଲାଟି ତା ମା ପାଖରେ ହିଁ ଥାଏ। ମା'ର ସବୁ କାର୍ଯ୍ୟ ପ୍ରତି ପିଲାଟିର ଧ୍ୟାନ ଥାଏ। ତେଣୁ ମା'ର ବ୍ୟବହାର ପିଲାଟିକୁ ଅନୁକରଣ କରିଥାଏ। ଆଜିକାଲିର ମା'ମାନେ ପିଲାଙ୍କ ଅପେକ୍ଷା ନିଜର ମୋବାଇଲ ଫୋନ୍ ପ୍ରତି ବହୁତ ଧ୍ୟାନ ଦେଉଛନ୍ତି, ଯାହାକି ପିଲାମାନଙ୍କୁ ବି ମୋବାଇଲ ପ୍ରତି ଆକର୍ଷଣ ବଢ଼ୁଛି। ପିଲାଟି ଖାଇବା ସମୟରେ, ଶୋଇଲା ବେଳେ, ଏମିତିକି ତା'ର ପ୍ରତିଟି ମୁହୂର୍ତ୍ତରେ ମୋବାଇଲ ଦରକାର। ହୁଏତ ଆମେ ଆମ କର୍ତ୍ତବ୍ୟରୁ ବଞ୍ଚିବା ପାଇଁ ଆମେ ଆମ ପିଲାଟିକି ମୋବାଇଲ ଧରେଇ ଦେଇ ଆମେ ଆମ କାମରେ ବ୍ୟସ୍ତ ରହିଯାଆନ୍ତି। ହେଲେ ଏମିତି ଅଭ୍ୟାସକୁ ଆମକୁ ଭବିଷ୍ୟତରେ ବହୁତ ଅସୁବିଧାରେ ପକାଇବ। ଏଥିପାଇଁ ପିଲାଟିର ଶାରୀରିକ କିମ୍ବା ମାନସିକ ସ୍ତରରେ ସଠିକ୍ ବିକାଶ ହୋଇପାରିବ ନାହିଁ। ଆମ୍ଭେମାନେ ଯେମିତି ଆମମାନଙ୍କ ପୂଜ୍ୟ ଆରାଧ୍ୟ ନିକଟରେ ନିଷ୍କପଟତାର ଉପସ୍ଥିତ ଦେଇଥାଉ, ଠିକ୍ ସେମିତି ଆମ୍ଭ ପିଲାମାନଙ୍କ ନିକଟରେ ଯଦି ସେଇଭଳି ଶୁଦ୍ଧ ମନ ଆଉ ସରଳ ଭାବନା ନେଇ ତାଙ୍କ ସହ ଆଚରଣ କରିବା, ସେ ପିଲାଙ୍କ ପାଇଁ ଆମ୍ଭେମାନେ ଜୀବନ ସାରା ଆଦର୍ଶ ବ୍ୟକ୍ତିଟିଏ ହୋଇପାରିବା। ମୁଁ ଶେଷରେ ପୁଣି ଆଉଥରେ କହିବି, ଆମ୍ଭେ ଯାହା ରୋପଣ କରିବା ତାହା ଅମଳ କରିବା।